नमस्कार दर्शक बंधु आपण समस्त को मो चैनल को पुणी थे स्वागत करुच्ची। दर्शक बंधु प्रत्येक विवाहिता महिलांकर गोटे स्वप्न थाए जे तांको स्वामी भल चाकरी करिवे, समाज रे उन्नति करिवे एवं समस्तंकर इच्छा थाए जे घर गाड़ी बंगला सुना ए सब करबा पई। एही संसार रे प्रत्येकंकर इच्छा थाए जे भलरे रहिबा पई बोली। किंतु समस्तंकर एही स्वप्नटी पूर्ण होई न थाए, अर्थात माँ लक्ष्मींकर कृपा समस्तंक उपरे रही न थाए। बहुत प्रयास करिथंती दर्शक बंधु, बेले बेले कौन हुए अधा अधूरा काम करी छाड़ी दियंती, कारण जदि कार्यर उन्नति न आसीबो वितृष्ण भाव होई छाड़ी दियंती, कारण एही कଳି जुगर मनीष मानक मनरे धैर्य एवं विश्वास न थाए। तेणु आज जो कथाटी मु आपण मानकु कहिबी, गुरुवार दिन विवाहिता महिला माने जदि एही कार्य करंती तेबे तांको घरे माँ लक्ष्मींकर कृपा निश्चय रहिबो, तांको स्वामींकर उन्नति निश्चय हेबो। हाँ आज्ञा, पुरुषर कर्म नारीर धर्म, नारी धर्म करिवे पुरुष कर्म करिवे, ताहाले जाई सेही घर वैकुंठ समान सुख प्राप्त करि परिबो। ମୁଁ ଆପଣମାନଙ୍କୁ ଆଗକୁ ବତାଇବି ଯେ ଗୁରୁବାର ଦିନ ଆପଣମାନଙ୍କୁ କେଉଁ ନିୟମ ପାଳନ କରିବା ପାଇଁ ପଡ଼ିବ। ବିବାହିତା ମହିଳାମାନେ ଯଦି ନିଜ ସ୍ୱାମୀଙ୍କର ଦୀର୍ଘାୟୁ ଏବଂ ଉନ୍ନତି ଚାହୁଁଛନ୍ତି, ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି, ତେବେ ଏହି ନିୟମମାନଙ୍କୁ ପାଳନ କରିବା ପାଇଁ ଚେଷ୍ଟା କରନ୍ତୁ। ଏମିତିରେ ଏହି ନିୟମ ପାଳନ କରିବା ବେଶୀ କଷ୍ଟସାଧ୍ୟ ନୁହଁ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଆସୁଛନ୍ତି, ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ଟିଏ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ ଏବଂ ଏହି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ, ଯାହାଦ୍ୱାରା କି ଅନ୍ୟମାନେ ମଧ୍ୟ ଏହି ଉପାୟ କରିପାରିବେ ଏବଂ ନିଜ ଘରର ଉନ୍ନତି କରିପାରିବେ। ଦର୍ଶକ ବନ୍ଧୁ, ପ୍ରଥମଟି, ଗୁରୁବାର ଦିନ ମହିଳାମାନେ କେବେ ବି କଳା ରଙ୍ଗର ବସ୍ତ୍ର ପିନ୍ଧିବେ ନାହିଁ କିମ୍ବା ନୀଳ ରଙ୍ଗର ବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କର ପୂଜା କରିବେ ନାହିଁ। ତା ସହିତ କଣ କରିବା, ଗୁରୁବାର ଦିନ ସବୁ ଗୁରୁବାରକୁ ଗୁରୁବାର ବିବାହିତା ମହିଳାମାନେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବେ। ତତ୍ ସହିତ ଘରର ବିଦ୍ୟାର୍ଥୀ ମାନେ ଯେଉଁମାନେ ପାଠ ପଢୁଛନ୍ତି ତା ସହିତ ନିଜ ସ୍ୱାମୀ ବି ଯଦି ସେମାନେ ଚାକିରିକୁ ଯାଉଛନ୍ତି ଠିକ ଅଛି, କିନ୍ତୁ ଗୁରୁବାର ଦିନ ହଳଦୀର ତିଲକ ନିଜ ମଥାରେ ଲଗାଇବା, କଣ୍ଠରେ ଲଗାଇବା ଏବଂ ନାଭିରେ ଲଗାଇବା। ତତ୍ ସହିତ ହଳଦୀ ପକାଇ ନିଜ ସ୍ନାନ ଜଳରେ ସ୍ନାନ କରିବା, ତା ସହିତ ହଳଦିଆ ବସ୍ତ୍ର ପରିଧାନ କରିବା ପ୍ରତି ଗୁରୁବାରକୁ ଗୁରୁବାର ଆପଣମାନଙ୍କୁ କରିବା ପାଇଁ ପଡ଼ିବ। ଘରର ପ୍ରତ୍ୟେକ ସଦସ୍ୟ କଲେ ଭଲ କିମ୍ବା ଘରର ବିବାହିତା ମହିଳା ମାନେ କଲେ ବି ବହୁତ ଭଲ ଅଟେ। ଏହି ଗୁରୁବାର ଠାରୁ ହିଁ ଆରମ୍ଭ କରିଦିଅନ୍ତୁ। ଏବେ ମାର୍ଗଶିର ଗୁରୁବାର ପଡୁଛି, ଆପଣ ମାନେ ଏହି ପବିତ୍ର ଗୁରୁବାର ହିଁ ଆରମ୍ଭ କରିଦିଅନ୍ତୁ ମୁଁ କହୁଥିବାର ଏହି ବଛା ବଛା ନିୟମ ସବୁ। ଦ୍ୱିତୀୟରେ, ଗୁରୁବାର ଦିନ ଆପଣମାନଙ୍କୁ ଚଣା ଡାଲିକୁ ବତୁରାଇବାର ଅଛି। ଟିକି ଚଣା ଯାଇକୁ ଆପଣମାନଙ୍କୁ ନିଜ ଘରକୁ ପ୍ରଭୁ ନାରାୟଣ ଅନନ୍ତ ଶୟନରେ ଶୋଇଥିବେ, ମା ଲକ୍ଷ୍ମୀ ନାରାୟଣଙ୍କର ପାଦର ସେବା କରୁଥିବେ, ଏପରି ଫଟୋ ଗୁରୁବାର ଦିନ ନିଜ ଘରକୁ ଆଣିବାର ଅଛି। ଏହାର ପୂଜା କରିବାର ଅଛି। କୁହାଯାଏ ଏହି ଫଟୋ ଯାହା ଘରେ ରୁହେ ସେହି ଘରର ଉନ୍ନତି ସୁନିଶ୍ଚିତ। ଧୀରେ ଧୀରେ କରି ସେହି ଘରର ଉନ୍ନତି ନିଶ୍ଚିତ ହୁଏ। ଆପଣମାନଙ୍କ ଘରେ ଯଦି ଏହିପରି ଫଟୋ ନାହିଁ, ଏହିପରି ଫଟୋ ଆଣନ୍ତୁ। ଲକ୍ଷ୍ମୀ ନାରାୟଣଙ୍କର ଏହିପରି ଫଟୋ ବହୁତ ଶୁଭକାରୀ ହୋଇଥାଏ। ଲକ୍ଷ୍ମୀ ନାରାୟଣଙ୍କର ଫଟୋକୁ ପ୍ରତି ଗୁରୁବାରକୁ ଗୁରୁବାର ହଳଦୀ ପାଣିରେ ସିଞ୍ଚନ କରି ସ୍ନାନ କରାଇବେ। ଚଣା ଯାଇ ସହିତ ଗୁଡ଼, ସେଥିରେ ତୁଳସୀ ପତ୍ର ପକାଇ ଆପଣମାନଙ୍କୁ ଲକ୍ଷ୍ମୀ ନାରାୟଣ ନୈଦମ ସ୍ୱାହା ଏହି ମନ୍ତ୍ରରେ ଚଣା ଯାଇ ସହିତ ଗୁଡ଼ ପ୍ରତି ଗୁରୁବାରକୁ ଗୁରୁବାର ଲକ୍ଷ୍ମୀ ନାରାୟଣଙ୍କୁ ଭୋଗ ଲଗାଇବା ପାଇଁ ପଡ଼ିବ ଏବଂ ସେହି ଭୋଗରେ ତୁଳସୀ ପତ୍ର ପଡ଼ିବ। ଦ୍ୱିତୀୟ ଜିନିଷଟି। ତୃତୀୟ ଜିନିଷଟି କ'ଣ ଅଟେ ନା, ଗୁରୁବାର ଦିନ ବିଶେଷ କରି ମହିଳାମାନେ କେବେ ବି ଚୁଟିରେ ସାମ୍ପୁ ଲଗାଇ ସଫା କରିବେ ନାହିଁ। ତା ସହିତ ଆପଣମାନେ ଯଦି ନିଜ ସ୍ୱାମୀଙ୍କର ଉନ୍ନତି ଚାହୁଁଛନ୍ତି, ମୁଁ ଆଗରୁ ବି ଏହି କଥାଟି କହିଛି, ଯଦି ସ୍ୱାମୀଙ୍କର ଉନ୍ନତି ଚାହୁଁଛନ୍ତି ଗୁରୁବାର ଦିନ ଶ୍ରୀ ସୂକ୍ତମ କନକଧାରା ସ୍ତୋତ୍ରମ୍ ପାଠ କରନ୍ତୁ। ହଁ ଆଜ୍ଞା, ଗୁରୁବାର ଦିନ ଏହି ଦୁଇଟି ମନ୍ତ୍ରର ଏତେ ସିଦ୍ଧି ଅଛି ଯେ କାଙ୍ଗାଳ ବି ଧନୀ ହୋଇଯିବ। ଥରୁଟିଏ ଆପଣମାନେ ଏହି ଉପାୟକୁ ପାଳନ କରନ୍ତୁ। ଯଦି ଆପଣମାନେ ପଢି ପାରୁନାହାନ୍ତି, ଆପଣମାନେ ନିଜ ଘରେ ଲଗାଇ କରି ବି ଶୁଣନ୍ତୁ, କିନ୍ତୁ କରନ୍ତୁ।
ଚତୁର୍ଥ ନିୟମଟି ଏଇଆ ଅଟେ ଯେ ଗୁରୁବାର ଦିନ କଦଳୀ ବୃକ୍ଷର ପୂଜା ଆପଣମାନଙ୍କୁ କରିବାର ଅଛି। ଗୁରୁବାର ଦିନ ଗୋଟିଏ କଦଳୀ ବୃକ୍ଷ ନିଜ ଘର ଅଗଣାରେ ବା ଘର ବାଡ଼ିରେ ଗୋଟିଏ ଗମଲାରେ ସ୍ଥାପନା କରନ୍ତୁ। ତାହାକୁ ସୂତା ଦେଇଦେବେ। ଗୋଟିଏ ତମ୍ବା ଢାଳରେ କିଛି ହଳଦୀ ପକାଇ ଗଙ୍ଗା ଜଳ ପକାଇ ଓମ୍ ନମୋ ଭଗବତେ ବାସୁଦେବା କହି 7 ଥର କଦଳୀ ବୃକ୍ଷରେ ଜଳ ଅର୍ପଣ ହେବ। ହଳଦୀ ସହିତ କେଶର ଚନ୍ଦନର ତିଲକ ଲଗାଇବେ, ହଳଦିଆ ପୁଷ୍ପ ଦେବେ, ଚଣା ଯାଇ ସହିତ ଗୁଡ଼ ଭୋଗ ଲଗାଇବେ, ଘିଅର ଦୀପଟିଏ ଦେବେ, କର୍ପୂର ଆଳତି କରାଇବେ ଏବଂ ଯେଉଁ ମୋଲି ବା ଧାଗା ମିଳେ ରଙ୍ଗ ଏବଂ ହଳଦିଆ ବର୍ଣ୍ଣର, ଏହାକୁ 7 ଥର ବୁଲାଇବାର ଅଛି। ପ୍ରତି ଗୁରୁବାରକୁ ଗୁରୁବାର କରିବାର ଅଛି। 7 ଥର କଦଳୀ ବୃକ୍ଷରେ ଆପଣମାନଙ୍କୁ ବୁଲାଇବାର ଅଛି। ଓମ୍ ନମୋ ଭଗବତେ ବାସୁଦେବା କହିକରି 7 ଥର ବୁଲାଇବାର ଅଛି। ଏପରି ଆପଣଙ୍କୁ ପ୍ରତି ଗୁରୁବାରକୁ ଗୁରୁବାର କରିବା ପାଇଁ ପଡ଼ିବ। ହଁ ଆଜ୍ଞା, ଧନଜନିତ ସମସ୍ୟା ଏବଂ ସ୍ୱାମୀଙ୍କର ଉନ୍ନତିଟା ଆପଣ କଦଳୀ ବୃକ୍ଷର ପୂଜା କରନ୍ତୁ ଏବଂ ବିଶେଷ କରି ଲକ୍ଷ୍ମୀ ନାରାୟଣଙ୍କର ପୂଜା କରନ୍ତୁ। ଯେଉଁ ଉପାୟ ସବୁ କହୁଛି ଏହା ବହୁତ ଆପଣମାନଙ୍କ ପାଇଁ ମୂଲ୍ୟବାନ ଅଟେ। ତାପରେ ନିୟମଟି ଏଇଆ ଯେ ଗୁରୁବାର ଦିନ ଘରେ କଳି ଝଗଡ଼ା କରିବେ ନାହିଁ, ପୋଡ଼ା ଦ୍ରବ୍ୟ ଖାଇବେ ନାହିଁ, କୌଣସି ବି କାହା ସହିତ ବି କାହାକୁ ଟଙ୍କା ଉଦ୍ଧାର ଦେବେ ନାହିଁ, ଘରର କୌଣସି ବି ଜିନିଷ ଅନ୍ୟକୁ ଦେବେ ନାହିଁ। ସନ୍ଧ୍ୟା ପୂର୍ବରୁ କେବେ ବି ଘରକୁ ସଫାସୁତୁରା କରି ହିଁ ସନ୍ଧ୍ୟା ଦେବେ। ତା ସହିତ ଗୁରୁବାର ଦିନ କେବେ ବି ଆପଣମାନେ ମିଥ୍ୟା କହିବେ ନାହିଁ, ପରନିନ୍ଦା ପରଚର୍ଚ୍ଚା କରିବେ ନାହିଁ। ଏହି ନିୟମକୁ ଆପଣମାନଙ୍କୁ ପାଳନ କରିବା ପାଇଁ ପଡ଼ିବ ଆଜ୍ଞା। ତାହେଲେ ଯାଇ ଆପଣମାନେ ଘରର ଉନ୍ନତି କରିପାରିବେ। ଏବଂ ଗୁରୁବାର ଦିନ ଘରର ମହିଳାମାନେ ସାଜ ଶୃଙ୍ଗାର ହୋଇ ରହିବେ। ତା ସହିତ ଯଦି ଆପଣମାନଙ୍କୁ ଗଜର ଲଗାଇବା ପାଇଁ ପସନ୍ଦ, ଲଗାନ୍ତୁ। ସାଜ ଶୃଙ୍ଗାର ହୋଇ ଘରର ମହିଳାମାନେ ରହିବେ। ଗୁରୁବାର ଦିନ ଆଉ ଗୋଟିଏ ନିୟମ, ଘରର ଯାହାକି ଅଳିଆ ଆବର୍ଜନା ଘର ଝାଡ଼ୁ କରିବେ, କିନ୍ତୁ ଗୁରୁବାର ଦିନ ଘରକୁ ଡିପ୍ କ୍ଲିନ୍ କରିବେ ନାହିଁ। ଏବଂ ଗୁରୁବାର ଦିନ ଯଦି ପ୍ଲାଷ୍ଟିକ ଡବା, ପ୍ଲାଷ୍ଟିକ ବୋତଲ ବା କୌଣସି ପ୍ରକାରର କପଡ଼ାପତ୍ର, ଛିଡ଼ା କପଡ଼ାପତ୍ର ଫିଙ୍ଗିବା ପାଇଁ ଚାହୁଁଛନ୍ତି, ଗୁରୁବାର ଦିନ ଫିଙ୍ଗିବେ ନାହିଁ। ଗୁରୁବାର ଦିନ ଏହି ସବୁ କାର୍ଯ୍ୟ ଆପଣମାନେ କରିବେ ନାହିଁ, ତାହେଲେ ଯାଇ ଲକ୍ଷ୍ମୀ ପ୍ରସନ୍ନ ହେବେ। ଗୁରୁବାର ଦିନ ଘରର ମହିଳାମାନେ ଚୁଡ଼ି ଓହ୍ଲାଇବେ ନାହିଁ। ନୂତନ ଚୁଡ଼ି ଗୁରୁବାର ଦିନ ପିନ୍ଧିବେ ନାହିଁ। ଆପଣଙ୍କୁ ବୁଧବାର ଦିନ ପିନ୍ଧିବାର ଅଛି, କିନ୍ତୁ ଗୁରୁବାର ଦିନ ଚୁଡ଼ି ଓହ୍ଲାଇ କରି ପିନ୍ଧାଯାଏ ନାହିଁ। ବିବାହିତା ମହିଳାମାନେ ଏହି ସବୁ ନିୟମ ପାଳନ କଲେ ସ୍ୱାମୀଙ୍କର ନିହାତି ମଙ୍ଗଳ ହୋଇଥିବ। ତା ସହିତ ଗୁରୁବାର ଦିନ ଯଦି ଆପଣମାନେ ପାଦରେ ଅଳତା ଲଗାନ୍ତି, ସାଜ ଶୃଙ୍ଗାର ସହିତ ଅଳତା ଲଗାନ୍ତି, ବହୁତ ଭଲ ଶୁଭକାରୀ ଅଟେ। ଏବଂ ଏହି ଗୁରୁବାର ଦିନ ମା ମହାଲକ୍ଷ୍ମୀଙ୍କୁ ପାଖରେ ଆପଣମାନେ ପଦ୍ମଫୁଲ ଦେଇପାରିବେ। ମା ମହାଲକ୍ଷ୍ମୀଙ୍କୁ ହଳଦୀ ପାଣିରେ ସ୍ନାନ କରାଇ ପାରିବେ। ଗୁରୁବାରକୁ ଗୁରୁବାର ନିଜ ଘରେ ଗୋଟିଏ କଳସ ସ୍ଥାପନା କରିବେ। କଳସ ସ୍ଥାପନା କରି ପ୍ରତି ଗୁରୁବାରକୁ ଗୁରୁବାର ସେହି ପାଣିକୁ ଆପଣମାନଙ୍କୁ ପରିବର୍ତ୍ତନ କରିବା ପାଇଁ ପଡ଼ିବ। ଏହି ନିୟମ ପାଳନ କଲେ ଘରେ ସ୍ଥିର ଲକ୍ଷ୍ମୀର ବାସ ରହିଥାଏ। ହଁ ଆଜ୍ଞା, ଆପଣମାନେ ଚାହିଁଲେ ଏହି ଉପାୟଟି କରିପାରିବେ। ତାପରେ ନିୟମଟି ଏଇଆ ଅଟେ ଯେ ପ୍ରତିଦିନ ଗୋଟିଏ ପିତ୍ତଳ ଢାଳରେ ଜଳ ନେବେ, ହଳଦୀ ପକାଇବେ ଏବଂ ଆପଣମାନଙ୍କୁ କ'ଣ କରିବାର ଅଛି, ତୁଳସୀ ପତ୍ର, ଗଙ୍ଗା ଜଳ ପକାଇ ଘର ସାରା ସିଞ୍ଚନ କରିବେ। ରାମ ନାମଙ୍କର ଜପ କରି ସିଞ୍ଚନ କରିବେ। ପ୍ରତିଦିନ ଏହି ନିୟମ କରିବେ। ଏହା କରିବା ଦ୍ୱାରା ଘରୁ ନକାରାତ୍ମକ ଊର୍ଜା ଚାଲି ଯାଇଥାଏ। ତାପରେ ନିୟମଟି ଏଇଆ ଅଟେ ଯେ ଗୁରୁବାର ଦିନ ନିଜ ଘରର ଦ୍ୱାରବନ୍ଧକୁ ସଫା କରିଥିବେ, ଯାହାକି ଆପଣ ତ ସବୁଦିନ ସକାଳୁ ପାଣି ସିଞ୍ଚନ କରି ସଫା କରି ଝୁଟି ପକାଉଥିବେ। ଆପଣମାନଙ୍କୁ ଗୁରୁବାରକୁ ଗୁରୁବାର ସେହି ଘରର ଦ୍ୱାରବନ୍ଧରେ ହଳଦୀ, ପିସା ଯାଇଥିବା ହଳଦୀକୁ ଆପଣମାନଙ୍କୁ ସିଞ୍ଚନ କରିବାର ଅଛି ନିଜ ଘରର ଦ୍ୱାରବନ୍ଧରେ। ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରର ଦ୍ୱାରବନ୍ଧରେ ମା ଲକ୍ଷ୍ମୀଙ୍କର ବାସ ରହିଥାଏ। ଯଦି ଘରର ମହିଳାମାନେ ସକାଳ ପୂଜା ସମୟରେ ଏହି ନିୟମ ପାଳନ କରନ୍ତି, ତାଙ୍କ ଘରେ ସ୍ଥିର ଲକ୍ଷ୍ମୀର ବାସ ରହିଥାଏ। ତାପରେ ନିୟମଟି ଏଇଆ ଅଟେ ଯେ ଗୁରୁବାର ଦିନ ଆପଣମାନେ ବେଲବୃକ୍ଷ, ଅଁଳା ବୃକ୍ଷ, ତୁଳସୀ ବୃକ୍ଷ, କଦଳୀ ବୃକ୍ଷରେ ଯେଉଁ ପୂଜା କରିବେ, ସେହି ଜଳରେ ଆପଣମାନେ ହଳଦୀ ପକାଇ ଜଳ ଅର୍ପଣ କରିବେ। ପ୍ରତି ଗୁରୁବାରକୁ ଗୁରୁବାର, ସବୁଦିନ କଲେ ଭଲ କଥା, କିନ୍ତୁ ଗୁରୁବାର, ସଂକ୍ରାନ୍ତି, ଅମାବାସ୍ୟା, ପୂର୍ଣ୍ଣିମା ଏହି ଦିନମାନଙ୍କରେ ଏପରି ପୂଜା କରିବା ଦ୍ୱାରା ଘରେ ଲକ୍ଷ୍ମୀ ନାରାୟଣଙ୍କର ବାସ ରହିଥାଏ। ଯେଉଁ ନିୟମ ସବୁ ଆପଣମାନଙ୍କୁ କହିଲି, ଅତି ଧ୍ୟାନର ସହକାରେ ଏହି ନିୟମ ପାଳନ କରନ୍ତୁ। ଗୋଟିଏ ବର୍ଷ କରନ୍ତୁ ଆଜ୍ଞା। ଯଦି ଉନ୍ନତି ନ ହେବ ଆପଣମାନେ କହିବେ। ଟିକିଏ କାମ କରି କେବେ ବି ଉନ୍ନତି ହୁଏ ନାହିଁ। ଧୀର ପାଣି ପଥର କାଟେ। ଧୀରେ ଧୀରେ କରିବା ଦ୍ୱାରା ହିଁ ଆପଣଙ୍କ ଘରୁ ଦରିଦ୍ରତା ଦୂର ହୋଇଥାଏ। ଧୀରେ ଧୀରେ ହିଁ ସବୁ ସମାଧାନ ହେବ। ତା ସହିତ ଗୁରୁବାର ଦିନ କଞ୍ଚା କ୍ଷୀର,
ତୁଳସୀ ମୂଳରେ ଅର୍ପଣ କରନ୍ତୁ। ଏହା ବି ଘରକୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ହଁ ଆଜ୍ଞା, ମା ବୃନ୍ଦାବତୀଙ୍କର ପୂଜା ସକାଳେ ସନ୍ଧ୍ୟାରେ ଘିଅର ଦୀପଟିଏ ଜାଳନ୍ତୁ। ଯଦି ସୁବିଧା ନ ହେଉଛି ସନ୍ଧ୍ୟା ସମୟରେ ବି ଜାଳନ୍ତୁ। ଏହା ବି ଆପଣଙ୍କର ଜୀବନରେ ଉନ୍ନତି ଆଣିଥାଏ। ତା ସହିତ ଘରେ ଯଦି ସ୍ୱାସ୍ତିକର କୌଣସି ଷ୍ଟିକର ଲଗାଇଛନ୍ତି ଭଲ କଥା, ନତୁବା ପ୍ରତି ଗୁରୁବାରକୁ ଗୁରୁବାର ହଳଦୀରେ ନିଜ ଘରେ ସ୍ୱାସ୍ତିକ ଅଙ୍କନ କରନ୍ତୁ। ପୂଜା ପୂର୍ବରୁ ସ୍ୱାସ୍ତିକ ଅଙ୍କନ କରିବେ। ଯେତେବେଳେ ତୁଳସୀ ପୂଜା କରିବେ ଏହି ନିୟମ ପ୍ରତି ରେଗୁଲାର କରିବେ। ଗୋଟିଏ ସପ୍ତାହ ରଖିବେ, ବୁଧବାର ଦିନ ପୋଛିଦେବେ, ଗୁରୁବାର ଦିନ ପୁଣି ପୂଜା କରିସାରିବା ପରେ ସ୍ୱାସ୍ତିକ ଅଙ୍କନ କରିବେ। ପୂଜା କରିବା ସରିବା ପରେ ଯେଉଁ କର୍ପୂର ଆଳତି କରିବେ ତାହାକୁ ଘଣ୍ଟି ବଜାଇ ବଜାଇ ପୁରା ଘର ସାରା ବୁଲାଇବେ। ଏହା ଦ୍ୱାରା ଘରୁ ଦରିଦ୍ରତା ଦୂର ହୋଇଥାଏ। ମା ଲକ୍ଷ୍ମୀଙ୍କର ଘରେ ସ୍ଥିର ବାସ ରହିଥାଏ। ତେଣୁ ଏହି ନିୟମ ଆପଣମାନେ ପାଳନ କଲେ ଆପଣମାନଙ୍କର ମଙ୍ଗଳ ନିଶ୍ଚୟ ହେବ। ଦର୍ଶକ ବନ୍ଧୁ, ଆଜି ପାଇଁ ରହିଲି। ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।